ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 12ର ୟୁନିଟ୍ 3 ୟୁନିଟ୍ 1ଟା ସରିଯାଇଛି, 2ଟା ମଧ୍ୟ ସରିଯାଇଛି। ଆଜି ଆମେ 3ଟା ଷ୍ଟାର୍ଟ କରିବା। ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଲା କି ନାହିଁ ଶେଷରେ ଭିଡ଼ିଓଟି ଦେଖି ସାରିଲା ପରେ ୟେସ୍ ଓ ନୋ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇବେ। ତା ସହିତ ତୁମମାନଙ୍କୁ ପୁଣି ଥରେ କହିବେ, ତୁମର ସବୁ ଟେଲିଗ୍ରାମ ଚ୍ୟାନେଲ ଜଏନ୍ ହେଇନାହ, ଦୟାକରି ଟିକେ ମଧ୍ୟ କ'ଣ ଜଏନ୍ ହେଇଯାଆନ୍ତୁ। ମହାରାଷ୍ଟ୍ରରେ ମହର ଆନ୍ଦୋଳନ, ଏଇଟା ହେଲେ ମଧ୍ୟ ଗୋଟେ କ'ଣ ଲଙ୍ଗ କ୍ୱେଶ୍ଚିନ୍। ମହର ହେଉଛି ଏକ ଅସ୍ପୃଶ୍ୟ ଜାତି ଯେଉଁମାନେ କି ମୁଖ୍ୟତଃ ମହାରାଷ୍ଟ୍ର ଏବଂ ଏହାର ଆଖପାଖ ରାଜ୍ୟରେ ବାସ କରିଥାନ୍ତି। ସେମାନେ ମରାଠୀ ଭାଷା କହିଥାନ୍ତି, ଯାହାକି ମହାରାଷ୍ଟ୍ରର ସରକାରୀ ଭାଷା ଅଟେ। ମହରମାନଙ୍କର ସଂଖ୍ୟା ରାଜ୍ୟର ସମଗ୍ର ଜନସଂଖ୍ୟାର ପ୍ରାୟ 10% ଅଟେ। ଏମାନେ ଗ୍ରାମ୍ୟ ଚାକର, ଖବରବାହକ, ଝାଡ଼ୁଦାର, ମଇଳା ଆବର୍ଜନା ସଫା କରିବା, ମଲା ଗୋରୁ ଗାଈକୁ ଉଠାଇବା ପ୍ରଭୃତି କାର୍ଯ୍ୟ କ'ଣ ସମ୍ପାଦନ କରିଥାନ୍ତି। ସେମାନେ ସମାଜର ନିମ୍ନ ଆସନର ଅଧିକାରୀ ଥିଲେ ଏବଂ ଧାର୍ମିକ, ରାଜନୈତିକ, ସାମାଜିକ ପ୍ରତିବନ୍ଧକର ମଧ୍ୟ କ'ଣ ଶିକାର ହେଉଥିଲେ। ବିଂଶ ଶତାବ୍ଦୀରେ ଡକ୍ଟର ଆମ୍ବେଦକରଙ୍କ ନେତୃତ୍ୱରେ ମହରମାନେ ଏକତ୍ର ହୋଇଥିଲେ। ବିଂଶ ଶତାବ୍ଦୀର ମଧ୍ୟଭାଗରେ ବହୁ ସଂଖ୍ୟକ ମହରମାନେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଆମ୍ବେଦକର ଅନ୍ୟତମ। ବିଂଶ ଶତାବ୍ଦୀର ଆରମ୍ଭରେ ସେମାନେ ଉଚ୍ଚ ଜାତିର ପ୍ରଭାବ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ଏହି ବିଦ୍ରୋହକୁ ମହର ଆନ୍ଦୋଳନ କୁହାଯାଉଥିଲା ବା କୁହାଯାଏ। ମହାରାଷ୍ଟ୍ରରେ ସର୍ବପ୍ରଥମେ ଜିବି ୱାଲଙ୍ଗକର ମହରମାନଙ୍କର ଅଧିକାର ପାଇଁ ସଂଗ୍ରାମ କରିଥିଲେ। ଦୀନବନ୍ଧୁ ଏବଂ ସୁଧାରକା ନାମରେ ଦୁଇଟି ମରାଠୀ ସମ୍ବାଦପତ୍ରରେ ନିଜର ଲେଖା ମାଧ୍ୟମରେ ଲୋକମାନଙ୍କର ସମସ୍ୟା ଓ ଦାବି ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସେ 1886 ମସିହାରେ କ'ଣ ସୈନ୍ୟବାହିନୀ ସେବାରୁ କ'ଣ ଅବସର ମଧ୍ୟ ନେଇଥିଲେ। ଏଇଟା ମାନେ ସର୍ଟ କ୍ୱେଶ୍ଚିନ୍ ପଡ଼ିବ, ମାନେ କେଉଁ ସମ୍ବାଦପତ୍ରରେ ନା, ଏଇଟା କ'ଣ ଦୀନବନ୍ଧୁ ଏବଂ ସୁଧାରକ। ଅନାର୍ଯ୍ୟ ଦୋଷ ପରିହରକ ମଣ୍ଡଳୀ, କ'ଣ ଅନାର୍ଯ୍ୟ ଦୋଷ ପରିହରକ ମଣ୍ଡଳୀ। ସେ ରତ୍ନଗିରି ଜିଲ୍ଲାର ଦୋପାଲି ଅଞ୍ଚଳରେ ଅନାର୍ଯ୍ୟ ଦୋଷ ପରିହରକ ମଣ୍ଡଳୀ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ଚମାର ଓ ମୋହର ପରି ଅସ୍ପୃଶ୍ୟ ଜାତିର ପେନ୍ସନ୍ ଗ୍ରହୀତାମାନେ ବାସ କରୁଥିଲେ। 1890 ମସିହାରେ ସେମାନଙ୍କର ନିଯୁକ୍ତି ବନ୍ଦ କରିଦିଆଯାଇଥିଲା। ଯେଉଁମାନେ ଚାକିରି କରିଥିଲେ ସେମାନଙ୍କୁ ତାହା ତ୍ୟାଗ କରିବା ପାଇଁ କୁହାଯାଇଥିଲା। ୱାଲଙ୍ଗକର ଏଥିରେ ବିଚଳିତ ହୋଇ ସରକାରଙ୍କ ନିକଟରେ ଦାବି କରିଥିଲେ କି ଅସ୍ପୃଶ୍ୟମାନଙ୍କୁ ପୁନର୍ବାର ସେନାବାହିନୀରେ ନିଆଯିବା ଉଚିତ। ଲିଖିତ ପ୍ରାର୍ଥନାରେ ସେ ଦାବି କରିଥିଲେ ଯେ ଅସ୍ପୃଶ୍ୟମାନେ ପୂର୍ବରୁ କ'ଣ କ୍ଷତ୍ରିୟ ଥିଲେ ବୋଲି ସେ କ'ଣ ଦାବି କରିଥିଲେ। କମ୍ବଲେ 1917 ମସିହାରେ ଦଳିତ ଭାରତ ସଂଘ ପ୍ରତିଷ୍ଠା କରିଥିଲେ। ପୁନେଠାରେ କମ୍ବଲେ ଅସ୍ପୃଶ୍ୟମାନଙ୍କର ନେତା ଭାବେ ପରିଚିତ ହେଲେ ଏବଂ 1909 ମସିହାରେ ଲୋକମାନଙ୍କୁ ଶିକ୍ଷିତ କରିବା ପାଇଁ ସୋମବଂଶୀ ମିତ୍ର ନାମରେ ମରାଠୀ ସମ୍ବାଦପତ୍ର ପ୍ରକାଶ କରିଥିଲେ। କ'ଣ ସୋମବଂଶୀ ମିତ୍ର ନାମରେ ମରାଠୀ ସମ୍ବାଦପତ୍ର କ'ଣ ପ୍ରକାଶ କରିଥିଲେ। ନାଗପୁରର କିଷାନ ବାନ୍ସୋଡେ 1900 ମସିହାରେ ଏକ ଛାପାକଳ ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅସ୍ପୃଶ୍ୟମାନଙ୍କର ସଂସ୍କାର ନିମନ୍ତେ ବିଭିନ୍ନ ପ୍ରକାର ସମ୍ବାଦପତ୍ର, ଛୋଟ ପୁସ୍ତିକା ଏବଂ ପୁସ୍ତକମାନ ପ୍ରକାଶ କରିଥିଲେ। 1907 ମସିହାରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ ଏବଂ ବାଳକମାନଙ୍କ ପାଇଁ କ'ଣ ହଷ୍ଟେଲ ମଧ୍ୟ କ'ଣ ପ୍ରତିଷ୍ଠା କରିଥିଲେ। 1901 ମସିହାରେ ସେ ସନ୍ମାର୍ଗ ବୋଧକ ନିରାଶ୍ରିତ ସମାଜ ପ୍ରତିଷ୍ଠା କରିଥିଲେ, ଯାହା ଅସ୍ପୃଶ୍ୟମାନଙ୍କୁ ଶିକ୍ଷା ଗ୍ରହଣ ଓ ନାଗରିକ ଅଧିକାର ପାଇଁ କ'ଣ ସଂଗ୍ରାମ କରିବାକୁ ପ୍ରେରଣା ଦେଇଥିଲେ। ଦେଶ ବାହାରେ ନିଜର ଅଧ୍ୟୟନ ସମାପ୍ତ କରି ଆମ୍ବେଦକର 1923 ମସିହାରେ ଭାରତକୁ ଫେରିଥିଲେ। ଫେରିବା ପରେ ମହର, ମତଙ୍ଗ ଏବଂ ଚମାର ସମୁଦାୟର ସଦସ୍ୟମାନଙ୍କୁ ନେଇ ଏକ କ'ଣ ସଂଗଠନ ପ୍ରତିଷ୍ଠା କରିବା ପାଇଁ ସେ ନିଷ୍ପତ୍ତି ନେଲେ ଏବଂ 1924 ମସିହାରେ ବମ୍ବେଠାରେ ବହିଷ୍କୃତ ହିତକାରିଣୀ ସଭା ପ୍ରତିଷ୍ଠା କରିଥିଲେ। ଡକ୍ଟର ଆମ୍ବେଦକରଙ୍କ ନେତୃତ୍ୱକୁ 3ଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ। ପ୍ରଥମ ପର୍ଯ୍ୟାୟଟି ହେଲା 1924ରେ ଆରମ୍ଭ ଏବଂ 1930 ମସିହାରେ କ'ଣ ଶେଷ ହେବ। ଦ୍ୱିତୀୟଟି ହେଲା କ'ଣ ନା 1930 ମସିହାରେ ଆରମ୍ଭ ସହିତ ସାମାଜିକ ଅର୍ଥନୈତିକ ଆସନର ଉନ୍ନତି ପାଇଁ ରାଜନୈତିକ କ୍ଷମତାକୁ ହାସଲ କରିବା। ତୃତୀୟ ପର୍ଯ୍ୟାୟଟି କ'ଣ ନା ଯେଉଁଥିରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ହିନ୍ଦୁ ଧର୍ମ ବିରୋଧରେ କ'ଣ ବିଦ୍ରୋହ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 1924 ମସିହାରେ ସେ ସଂସ୍କୃତିକରଣ କାର୍ଯ୍ୟରେ ଭାଗ ନେଇଥିଲେ। ଯେତେବେଳେ ସେ ହୃଦୟଙ୍ଗମ କଲେ ଯେ ହିନ୍ଦୁମାନେ ସମାନ ଭାବରେ ଅସ୍ପୃଶ୍ୟମାନଙ୍କୁ ଧାର୍ମିକ ଅଧିକାର ଦେବେ ନାହିଁ, ସେତେବେଳେ ସେ କ'ଣ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ବାଛି ନେଲେ
ଏକ ହ୍ରଦରୁ ଜଳ ବ୍ୟବହାର ଉପରେ ନିଷେଧାଜ୍ଞା ବିରୋଧରେ 1927 ମସିହାରେ ମହରଦୀଠାରେ ସେ ସତ୍ୟାଗ୍ରହ କ'ଣ କରିଥିଲେ। ସେ ଦଳ ଲୋକଙ୍କ ସହିତ ହ୍ରଦକୁ ଯାଇ ସେଠାରେ ଜଳ ପିଇଥିଲେ। ନାସିକ ଠାରେ 1930 ମସିହାରେ ସବୁଠାରେ କ'ଣ ବୃହତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ଅସ୍ପୃଶ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରି ମନ୍ଦିରମାନଙ୍କରେ ପ୍ରବେଶ କରିବା ଉଦ୍ୟମକୁ କଳାରାମ ସତ୍ୟାଗ୍ରହ କୁହାଯାଇଥିଲା। କ'ଣ ଅସ୍ପୃଶ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରି ମନ୍ଦିରମାନଙ୍କ ପ୍ରବେଶ କରିବା ମାନେ କ'ଣ ଅସ୍ପୃଶ୍ୟମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ନଥିଲା ନା ଆଗରୁ, ସେଥିପାଇଁ ସେ କ'ଣ ଅସ୍ପୃଶ୍ୟମାନଙ୍କୁ ମନ୍ଦିରରେ ପ୍ରବେଶ କରିବା ପାଇଁ କ'ଣ କଳାରାମ ସତ୍ୟାଗ୍ରହ ତାକୁ କୁହାଯାଉଥିଲା। ପୁନେଠାରେ ଥିବା ପାର୍ବତୀ ମନ୍ଦିରକୁ ପ୍ରବେଶ କରିବା ପାଇଁ 1985 ମସିହାରେ ସେ ଏକ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ। ଅସ୍ପୃଶ୍ୟମାନଙ୍କ ସହ ମିଶି ପାର୍ବତୀ ମନ୍ଦିରରେ ପ୍ରବେଶ କରିବା ପାଇଁ ଏକ 4 ମାସିଆ ଉଦ୍ୟମ କରିଥିଲେ ମଧ୍ୟ ସେ। ଉପର ବର୍ଣ୍ଣିତ ପ୍ରତ୍ୟେକ ଆନ୍ଦୋଳନରେ ଅସ୍ପୃଶ୍ୟମାନେ ଅତ୍ୟନ୍ତ ଆଗ୍ରହ ସହ ଅଂଶଗ୍ରହଣ କରିଥିଲେ ଏବଂ ଆମ୍ବେଦକରଙ୍କୁ ସେମାନେ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ ପୂର୍ବକ ଭାବେ କ'ଣ ସମ୍ବୋଧନ ମଧ୍ୟ କ'ଣ କରିଥିଲେ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯାହା ବି ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ। ତା ସହିତ ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଲା କି ନାହିଁ ଜଣାଇବେ କମେଣ୍ଟ ବକ୍ସରେ ୟେସ୍ ଓ ନୋ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଯେତେ ଶୀଘ୍ର ହେବ ତୁମମାନଙ୍କ ପାଇଁ ମୁଁ ଆଉ ଗୋଟେ ଭିଡ଼ିଓ ଆଣିବା ପାଇଁ ଚେଷ୍ଟା କରିବି। ରହୁଛି, ଜୟ ଜଗନ୍ନାଥ।